ଏଇ ମୁହୂର୍ତ୍ତରେ ଆମ ପାଖରେ କ'ଣ ଅଛି ତାହା ଆମେ ଯଦି ଜାଣି ନପାରେ ତେବେ ଭବିଷ୍ୟତର ଗନ୍ତାଘରରେ କ'ଣ ରହିଛି ତାହାର ମୂଲ୍ୟାଙ୍କନ କିପରି କରିପାରିବା? ଅବିଶ୍ୱାସୀ ମଣିଷ କେବେ ଶାନ୍ତି ପାଇପାରେ ନା। ତେବେ ଯାହାର ମାନସିକ ଶାନ୍ତି ନାହିଁ ସେ ସୁଖ କିପରି ପାଇବ? ବେଳେବେଳେ ଆମମାନଙ୍କ ମନରେ ବହୁତ କଥା ଥାଏ, କିନ୍ତୁ କାହା ଆଗରେ ଖୋଲି ପ୍ରକାଶ କରିପାରୁନି। ମନ ଚାହିଁଲେ ବି ହୃଦୟ ଅନୁମତି ଦିଏନି, ବିବେକ ବାଧା ଦିଏ, ଆଉ ଶେଷରେ ଓଠ ଚୁପ୍ ରୁହେ। କିନ୍ତୁ ଆମକୁ ବହୁତ କଷ୍ଟ ହୁଏ, ଅଜଗା ଘା ଭଳି ଭିତରେ ଭିତରେ ବହୁତ କଷ୍ଟ ହୁଏ। କହି ହୁଏନି କି ସହି ହୁଏନି, ମନ ବ୍ୟତିବ୍ୟସ୍ତ ହୋଇପଡ଼େ। ସେତେବେଳେ ଆମ୍ଭେମାନେ ଗୋଟିଏ କାମ କରିପାରିବା, ଦର୍ପଣ ସାମ୍ନାରେ ଠିଆ ହୋଇ ଯାହା ବି ମନରେ ଅଛି ସବୁ ଖୋଲି କହିଦେବା। ଦେଖିବେ ମନ ପୁରା ହାଲୁକା ହେଇଯିବ। ଅନ୍ୟର ଭୁଲକୁ ଠିକ୍ କରିବା ପାଇଁ ଚେଷ୍ଟା କରି ବୁଝେଇବାର ଗୋଟେ ସୀମା ଥାଏ, ଆଉ ସହିବାରେ ବି ଗୋଟେ ସୀମା ଥାଏ। ମଣିଷ ଯେତେବେଳେ ଏ ଦୁଇଟି ସୀମା ପାର କରିଦିଏ ସମ୍ପର୍କରେ ଫାଟ ସୃଷ୍ଟି ହୁଏ। ସବୁ ସମ୍ପର୍କ ସେଇଠାରେ ହିଁ ସରିଯାଏ। ସେଥିପାଇଁ ନିଜେ ହିଁ ନିଜକୁ ସୁଧାରିବାକୁ ଚେଷ୍ଟା କରନ୍ତୁ। ଦେଖିବେ ଜୀବନରେ ଖୁସି ଆପଣା ଛାଏ ମିଳିବ। ବେଳେବେଳେ ଆମ ଜୀବନରେ ମିଥ୍ୟାରୋପ ଶୁଣିବା ବହୁତ କଷ୍ଟଦାୟକ ତ ନିଶ୍ଚୟ ହୋଇଥାଏ, କିନ୍ତୁ ସତ୍ୟତା ପ୍ରମାଣିତ ହେବା ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ଅପେକ୍ଷା କରିବା ଉଚିତ। କାରଣ ସମୟ ହିଁ ଏହାର ଶ୍ରେଷ୍ଠ ଉତ୍ତର। ଠିକ୍ ସମୟ ସବୁକିଛି ଠିକ୍ କରିଦେବ। ସଫଳ ହେବାକୁ ହେଲେ ଏକା ଏକା ଆମକୁ ଆଗକୁ ଯିବାକୁ ହୁଏ, କାହିଁକି ନା କର୍ମ ହିଁ ଭଗବାନ। ଆମର ସଫଳତା ଆମ କର୍ମ ଉପରେ ହିଁ ନିର୍ଭର କରେ। ଦେଖିବେ ସଫଳ ହୋଇସାରିଲେ ଲୋକେ ଆପେ ଆପେ ଆମ ପଛରେ ହିଁ ଚାଲିବେ। ଧୈର୍ଯ୍ୟବାନ ହେବା ଉଚିତ। ତାର ଅର୍ଥ ନିଜକୁ ପଥର ପରି ସ୍ଥାଣୁ କରିଦେବା ନୁହେଁ। ନଇଁଯିବା ନମ୍ରତାର ପରିଚୟ ହୋଇଥାଏ। ଭୁଲ ନଥାଇ ଅନାବଶ୍ୟକତାରେ ବାରମ୍ବାର ନଇଁବାରେ ନିଜ ଆତ୍ମସମ୍ମାନ କମ୍ ହୋଇଥାଏ। କାହାର ବିପଦ ଦୁଃଖ କି କଷ୍ଟ ସମୟରେ ଥଟ୍ଟା ପରିହାସ କରିବା ଉଚିତ ନୁହେଁ। ଯାହା ଆମକୁ ଅତି ସହଜରେ ମିଳିଯାଏ, ଯାହା ଆମ ପାଖରେ ଥାଏ, ଆମେ ତାର ମୂଲ୍ୟ ବୁଝିପାରୁନା। ସେ ଆମକୁ ମୂଲ୍ୟହୀନ ମନେ ହୋଇଥାଏ, କିନ୍ତୁ ତାହା ଆମଠାରୁ ଯେତେବେଳେ ଦୂରେଇ ଯାଏ ତେବେ ଯାଇ ଆମେ ତାର ପ୍ରକୃତ ମୂଲ୍ୟ ହିଁ ବୁଝିଥାଉ। କ୍ରୋଧ ଆଉ ଝଡ଼ ଦୁହେଁ ସମାନ ପ୍ରକାରର, କାହିଁକି ନା ଦୁହେଁ ଶାନ୍ତ ହେଲା ପରେ ଜଣାପଡ଼େ କି କ୍ଷତି କେତେ ହୋଇଛି ଆଉ କେତେ ପରିମାଣରେ ହୋଇଛି। ସେଥିପାଇଁ ନିଜର କ୍ରୋଧକୁ ଆୟତ୍ତରେ ରଖନ୍ତୁ, ମନକୁ ଶାନ୍ତ ରଖନ୍ତୁ। ବେଳେବେଳେ ଆମେ ଏତେ ମାତ୍ରାରେ କ୍ରୋଧିତ ହେଇଯାଉ ଯେ ରାଗରେ ଆମେ କ'ଣ କହୁ କ'ଣ କରୁ ଜାଣିପାରି ନଥାଉ। ରାଗ ତ ନିଶ୍ଚୟ କିଛି ସମୟ ପରେ କମିଯିବ, କିନ୍ତୁ ଆମେ ସେହି ସମୟରେ କରିଥିବା ଭୁଲ ଆଉ କହିଥିବା କଥାର ଛାପ ସହଜରେ ଆମ ପିଛା ଛାଡ଼େନି। ସେଥିପାଇଁ ନିଜର କ୍ରୋଧକୁ ରାଗକୁ ଆମେ ନିୟନ୍ତ୍ରଣରେ ରଖିବା, ତାହେଲେ ନିଜେ ସୁଖୀ ରହିବା ସହିତ ଅନ୍ୟକୁ ଖୁସିରେ ରଖିପାରିବା। ନିଜର ଲୋଭକୁ ଏବେଠାରୁ ଜୟ କରିବାକୁ ଚେଷ୍ଟା କର, କାରଣ ମଣିଷ ଯେତେବେଳେ ବୃଦ୍ଧ ହୁଏ ତାର ଲୋଭ ଯୁବାବସ୍ଥାରେ ପହଞ୍ଚିଥାଏ।